ପିଲାମାନଙ୍କୁ ଆମ ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ତ ଯେଉଁମାନେ ବି ସିଟି ଏକ୍ଜାମ୍ ଦେବ 2024ରେ ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଦେଖ, ବାରମ୍ବାର ଏଇ କ୍ୱେଶ୍ଚନ୍ ଗୁଡ଼ିକ ପଡ଼ୁଛି। ତ ଏଇ କ୍ୱେଶ୍ଚନ୍ ଗୁଡ଼ିକ ମୋ ଟେଲିଗ୍ରାମ ଚ୍ୟାନେଲରେ ଦେଇଦେବି। ତୁମେମାନେ ଯଦି ଜଏନ୍ ହେଇନ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଅ। ଏଇ କ୍ୱେଶ୍ଚନ୍ ଗୁଡ଼ିକ ଡେଲି ପ୍ରାକ୍ଟିସ୍ କର। ତ ଦେଖ କ'ଣ କହିଛି 12 ନମ୍ବର କ୍ୱେଶ୍ଚନ୍। ନେକ୍ସଟ ଭିଡ଼ିଓରେ 11 ନମ୍ବର ପର୍ଯ୍ୟନ୍ତ ଯାଇଥିଲା। ତ ଏଠି କହିଛି ଏକ ସନ୍ଧ୍ୟାରେ ଦୁଇ ଜଣ ବନ୍ଧୁ ସୁମିତ ଓ ମୋହିତ ପରସ୍ପର ମୁହାଁମୁହିଁ ରହି କଥାବାର୍ତ୍ତା ହେଉଥିଲେ। ଯଦି ମୋହିତର ଛାଇ ତା'ର ଡାହାଣକୁ ପଡ଼ୁଥିଲା, ତେବେ ସୁମିତର ଛାଇ କେଉଁ ଦିଗକୁ ପଡ଼ୁଥିଲା? ତ ୟାର ସଠିକ୍ ଆନ୍ସର୍ ହେବ ବି, ଦକ୍ଷିଣ। ତେର ନମ୍ବର ଦେଖ, ଗୌରୀ ତାଙ୍କ ଘରୁ ବାହାରି 15 କିଲୋମିଟର ଉତ୍ତରକୁ ଗଲା। ତାପରେ ସେ ପଶ୍ଚିମକୁ ବୁଲି 10 କିଲୋମିଟର ଆଗକୁ ଗଲେ। ପୁଣି ସେ ଦକ୍ଷିଣ ଦିଗରେ 5 କିଲୋମିଟର ଗଲେ। ଶେଷରେ ସେ ପୂର୍ବକୁ ବୁଲି ସେ ଦିଗରେ 10 କିଲୋମିଟର ଗଲେ। ତେବେ ସେ ବର୍ତ୍ତମାନ ଘରଠାରୁ କେଉଁ ଦିଗରେ ଅଛନ୍ତି? କେଉଁ ଦିଗରେ? ନା ଉତ୍ତର। ଅପସନ୍ ସି। 14 ନମ୍ବର ଦେଖ କ'ଣ କହିଛି। 14 ନମ୍ବର କହିଛି ବିନୟ ଦକ୍ଷିଣ ପୂର୍ବ ଦିଗରେ 7 ମିଟର ଗଲା। ତାପରେ ସେ ପଶ୍ଚିମ ଦିଗକୁ ବୁଲି ସେ ଦିଗରେ 14 ମିଟର ଗଲା। ଏଠାରୁ 4 ମିଟର ପୂର୍ବକୁ ଯାଇ ଠିଆ ହେଲା। ଯାତ୍ରା ଆରମ୍ଭଠାରୁ ବର୍ତ୍ତମାନ ସ୍ଥାନର ଦୂରତା କେତେ? କେତେ? ନା 10 ମିଟର। ଅପସନ୍ ସି। ତ ପିଲାମାନେ ଦେଖ, ଏଇଟା ରିଜନିଂ କ୍ୱେଶ୍ଚନ୍ ଭଳିଆ। ତ ସାଧା ସିମ୍ପଲ୍ କ୍ୱେଶ୍ଚନ୍ ଗା, ଖାଲି ଟିକେ ଆଇଡ଼ିଆ ଦରକାର। ଆଇଡ଼ିଆ କରିବା ପାଇଁ ପଡ଼େ। ତ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ। 15 ନମ୍ବର ଦେଖ, 4ଟି ଗାଁ PQRS ଏବଂ T ପରସ୍ପର ପାଖାପାଖି ଅବସ୍ଥିତ। PQର ପଶ୍ଚିମକୁ R ଗାଁର Pର ଦକ୍ଷିଣରେ T ଗାଁ Qର ଉତ୍ତରରେ ଏବଂ S ଗାଁ Tର ପୂର୍ବରେ ଅବସ୍ଥିତ। ତେବେ R ଗାଁ Sର କେଉଁ ଦିଗରେ ଅବସ୍ଥିତ? କେଉଁ ଦିଗରେ? ନା ଦକ୍ଷିଣ ପଶ୍ଚିମ। 16 ନମ୍ବର କ୍ୱେଶ୍ଚନ୍ ପିଲାମାନେ ଦେଖ କ'ଣ କହିଛି। 16 ନମ୍ବର କ୍ୱେଶ୍ଚନ୍ କହିଛି, ଜଣେ ବ୍ୟକ୍ତି ଏକ ବିନ୍ଦୁ Aରୁ ବାହାରେ। ସେ ପୂର୍ବ ଦିଗ ଆଡ଼କୁ 3 କିଲୋମିଟର ଯାଇ B ବିନ୍ଦୁରେ ପହଞ୍ଚେ ଓ ବାମ ଆଡ଼କୁ ବୁଲି ଏହାର 3 ଗୁଣ ଦୂରତା ଅତିକ୍ରମ କରି C ବିନ୍ଦୁରେ ପହଞ୍ଚେ। ପୁନଶ୍ଚ ସେ ବାମ ପଟକୁ ବୁଲି A ଓ B ମଧ୍ୟରେ ଦୂରତ୍ୱର 5 ଗୁଣ ଦୂର ଅତିକ୍ରମ କରି ଗନ୍ତବ୍ୟସ୍ଥଳ Dରେ ପହଞ୍ଚେ। ଆରମ୍ଭ ବିନ୍ଦୁରୁ ଗନ୍ତବ୍ୟସ୍ଥଳର ଦୂରତା କେତେ? କେତେ? ନା 15 କିଲୋମିଟର। ଦେଖ 17 ନମ୍ବର ଦେଖ, ଶ୍ୟାମ ସ୍କୁଲଠାରୁ ଉତ୍ତର ଦିଗରେ 5 କିଲୋମିଟର ଯାଏ। ବର୍ତ୍ତମାନ ବାମକୁ ବୁଲି ସେ 10 କିଲୋମିଟର ଯାଏ ଏବଂ ପୁନଶ୍ଚ ବାମକୁ ବୁଲି 5 କିଲୋମିଟର ଯାଏ। ସେ ବର୍ତ୍ତମାନ ସ୍କୁଲଠାରୁ କେତେ ଦୂରରେ ଓ କେଉଁ ଦିଗରେ ପହଞ୍ଚିଥିବ? କେଉଁ ଦିଗରେ? ନା ନିଜକୁ ଟିକେ ମାଇଣ୍ଡ ଖର୍ଚ୍ଚ କର। ମାନେ 17 ନମ୍ବର କ୍ୱେଶ୍ଚନ୍ ଦେଖ କ'ଣ କହିଛି। ଶ୍ୟାମ ସ୍କୁଲଠାରୁ ଉତ୍ତର ଦିଗରେ 5 କିଲୋମିଟର ଯାଏ। ବର୍ତ୍ତମାନ ବାମକୁ ବୁଲି ସେ 10 କିଲୋମିଟର ଯାଏ ଏବଂ ପୁନଶ୍ଚ ବାମକୁ ବୁଲି 5 କିଲୋମିଟର ଯାଏ। ସେ ବର୍ତ୍ତମାନ ସ୍କୁଲଠାରୁ କେତେ ଦୂରରେ ଓ କେଉଁ ଦିଗରେ ପହଞ୍ଚିବ? କେଉଁ ଦିଗରେ? ନା ୟାର ସଠିକ୍ ଆନ୍ସର୍ ହେବ ସି, 10 କିଲୋମିଟର ପଶ୍ଚିମକୁ। ତ ଆମ ଚ୍ୟାନେଲକୁ ଯଦି ପିଲାମାନେ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିଦିଅ। କାହିଁକିନା ଏମିତି ଆସୁଥିବ କ୍ୱେଶ୍ଚନ୍ ଟପିକ୍ ନେଇକି, ଯେଉଁଟାକି ତୁମେ 2024ରେ ସିଟି ଆରାମସେ କ୍ରାକ୍ କରିଦେବ। ତ ଦେଖ 18 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। ଜଣେ ବ୍ୟକ୍ତି ପଶ୍ଚିମକୁ ମୁହଁ କରିଛନ୍ତି। ଯଦି ସେ ଘଣ୍ଟା ଦିଗରେ 45 ଡିଗ୍ରୀ ବୁଲନ୍ତି ଏବଂ ସେହି ଦିଗରେ ଆଉ 180 ଡିଗ୍ରୀ ଏବଂ ଘଣ୍ଟାର ବିପରୀତ ଦିଗରେ 270 ଡିଗ୍ରୀ ବୁଲନ୍ତି, ତେବେ ବର୍ତ୍ତମାନ କେଉଁ ଦିଗକୁ ମୁହଁ କରିଛନ୍ତି? କେଉଁ ଦିଗକୁ? ନା ଦକ୍ଷିଣ ପଶ୍ଚିମ। ସେମିତି ଦେଖ 19 ନମ୍ବର କ'ଣ କହିଛି କ୍ୱେଶ୍ଚନ୍। ଏକ ଦିଗ ବାରିଣୀ ଖୁଣ୍ଟି ରାସ୍ତାର ଏକ ଛକ ସ୍ଥାନରେ ଅବସ୍ଥିତ। ଦୁର୍ଘଟଣା ଯୋଗୁଁ ଖୁଣ୍ଟଟି ଏଭଳି ବୁଲିଗଲା ଯେ ଏହାର ଦିଗସୂଚକ କଣ୍ଟା ଯାହା ପୂର୍ବ ଦିଗକୁ ଦର୍ଶାଉଥିଲା, ତାହା ଦକ୍ଷିଣ ଦିଗକୁ ସୂଚାଇଲା। ସୀତା ନାମକ ଏକ ପରିବ୍ରାଜକ ପଶ୍ଚିମ ଦିଗ ଭାବି କଣ୍ଟାର ନୂତନ ସୂଚନା ହିସାବରେ ଚାଲିଲା। ପ୍ରକୃତରେ କେଉଁ ଦିଗରେ ବ୍ୟକ୍ତି
ଜଣକ ଚାଲୁଥିଲା କେଉଁ ଦିଗରେ? ନା ୟାର ସଠିକ୍ ଆନ୍ସର୍ ହେବ ଅପସନ୍ ଏ ଉତ୍ତର। ତ 20 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି ଦେଖ ପିଲାମାନେ। 20 ନମ୍ବର କ୍ୱେଶ୍ଚନ୍ କହିଛି ଏକ ପୋଲିସ ତା'ର ପୋଲିସ ପୋଷ୍ଟକୁ ଛାଡ଼ି ଏକ ବହୁତ ବଡ଼ ଶବ୍ଦ ଏ ବିନ୍ଦୁରୁ ଶୁଣି 4 କିଲୋମିଟର ଦକ୍ଷିଣକୁ ଚାଲିଲେ। ସେଠାରେ ପହଞ୍ଚିବା ପରେ ସେ ଆଉ ଗୋଟିଏ ଶବ୍ଦ ଶୁଣିଲେ ଓ ତାଙ୍କ ବାମ ପଟରେ ଥିବା ବିନ୍ଦୁ ବି ଠାରେ ପହଞ୍ଚିବା ପାଇଁ 4 କିଲୋମିଟର ଚାଲିଲେ। ବି ବିନ୍ଦୁରୁ ବାହାରି ପୁଣି ବାମ ପଟେ ଥିବା ଏକ ବିନ୍ଦୁ ସି ଠାରେ ପହଞ୍ଚିବା ପାଇଁ 4 କିଲୋମିଟର ଚାଲିଲେ। ବର୍ତ୍ତମାନ କେଉଁ ଦିଗରେ ଗତି କଲେ ସେ ପୋଲିସ ପୋଷ୍ଟରେ ପହଞ୍ଚିବେ? କେଉଁ ଦିନ? ଉତ୍ତର ଅପସନ୍ ଏ ସଠିକ୍ ଆନ୍ସର୍। ତ ଆଉ ଯାହା କ୍ୱେଶ୍ଚନ୍ ରହିଲା ନେକ୍ସଟ ଭିଡ଼ିଓରେ ଆମେ ଦେଖିବା, ଡିସ୍କସନ୍ କରିବା। ତ ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ ନେକ୍ସଟ ଭିଡ଼ିଓ ପାଇଁକି। ଦେଖା ହେବ ନେକ୍ସଟ ଭିଡ଼ିଓରେ ପୁଣି।